ବୋଉ କହିଲା ଏମିତି ଖାଲି ଶୋଇ ରହିଥା କିଛି କାମ କରନା। ମୁଁ ଖାଲି କରିକି ଦେଉଥିବି ଖାଉଥିବୁ। ଆଲୋ ଯାଉନୁ ଆଜି ପୁରା ଆଇଁଷ ବାର ଯାଉନୁ ମାଛ କି ମାଂସ କ'ଣ ଗୋଟେ ଆଣିବୁ। ତାପରେ ମୋ ମନ ଖୁସି ହେଇଗଲା। ମୁଁ ଆରେ ଆଜି ବୁଧବାର ଠିକ୍ ଅଛି ମୁଁ ଯାଉଛି ମାର୍କେଟକୁ ଯାଇ ଭାବିଲି ମୁଁ କ'ଣ ଆଣିବି। ତାପରେ ମୋ ନଜର ପଡ଼ିଲା ଚିକେନ୍ ଉପରେ। ତାପରେ ମୁଁ ଚିକେନ୍ ଆଣିବାକୁ ଗଲି। ଆଉ ଚିକେନ୍ ଆଣିବା ପରେ ପୁଣି ମୋର ଇଚ୍ଛା ହେଲା ସେଠି ଅଣ୍ଡା ବିକ୍ରି ହେଉଥିଲା। ତ ଅଣ୍ଡା ଦେଖିକି ମୁଁ ଅଣ୍ଡା ନେଇ ଆସିଲି କିଛି। ମୋ ବୋଉ ବହୁତ ରାଗୁଥିଲା କାହିଁକି ସେ ଅଣ୍ଡା ଫଣ୍ଡା ଆଣିଛୁ ଛାଡ଼। ମୁଁ କିନ୍ତୁ କିଛି ନ ଶୁଣି ଚୁପଚାପ ଯାଇ ପିଆଜ କାଟିଦେଲି ଲଙ୍କା କାଟିଦେଲି କଡ଼େଇରେ ଟିକେ ତେଲ ପକାଇକି ତା ପିଆଜ ଆଉ ଲଙ୍କାକୁ ବହୁତ ଭଲ ଭାବେ ଭାଜିଦେଲି। ତାପରେ ଅଣ୍ଡା ଗୁଡ଼ାକ ଫଟେଇଦେଲି ସେଥିରେ ଟିକେ ଲୁଣ ପକାଇ ତାକୁ ବହୁତ ଭଲ ଭାବେ ଗୋଳିଦେଲି। ତାପରେ ମୋର ଏପଟେ ପ୍ରସ୍ତୁତ ହେଇଛି ପିଆଜ ଲଙ୍କା ବହୁତ ଭଲ ଭାବେ ଭାଜି ହେଇଯାଇଛି। ତାପରେ ଲୁଣରେ ଗୋଳିଥିବା ଅଣ୍ଡାକୁ ପିଆଜ ଭଜାରେ ପକାଇଦେଲି। ତାପରେ ତାକୁ ଭଲସେ ଲେଉଟ ପଟ କରିଦେଲି। ତାପରେ